କେନ୍ଦ୍ର ସରକାର ଅଷ୍ଟମ ବେତନ କମିଶନ ପାଇଁ ନିୟମ ଏବଂ ସର୍ତ୍ତାବଳୀ ଲାଗୁ କରିଛନ୍ତି। ସମୀକ୍ଷା କମିଟି ଆସନ୍ତା 18 ମାସ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ ବୋଲି ଆଶା କରାଯାଉଛି। ତଥାପି ଏହା ଜାନୁଆରୀ 1 ତାରିଖ 2026ରୁ କାର୍ଯ୍ୟକାରୀ ହେବ। କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଞ୍ଜନ ପ୍ରକାଶ ଦେଶାଇ କର୍ମଚାରୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଦରମା ବୃଦ୍ଧି। ଏସ୍ଏସ୍ସି ସ୍ତର କର୍ମଚାରୀଙ୍କ ବର୍ତ୍ତମାନ ମୌଳିକ ଦରମା ପ୍ରତି ମାସରେ 18,001.92 ଫିଟମେଣ୍ଟ ଫ୍ୟାକ୍ଟର ପ୍ରୟୋଗ ସହିତ ଏହି ମୌଳିକ ଦରମା 34,560କୁ ବୃଦ୍ଧି ପାଇପାରେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀଙ୍କ ମୋଟ ଦରମା 15% 25% ବୃଦ୍ଧି ପାଇବାର ଆଶା କରାଯାଉଛି। ଏହି ବୃଦ୍ଧି ମହଙ୍ଗା ଭତ୍ତା ଯୋଡ଼ିବା ଉପରେ ନିର୍ଭର କରିବ। ଆସିଲା ପରବର୍ତ୍ତୀ ଖବର। ନୂତନ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ସମ୍ପୂର୍ଣ୍ଣ ତାଲିକା ସଂକଳନ କରିବା କାମ ଆରମ୍ଭ ହେବ। ରଥ ନିର୍ମାଣ ପୂର୍ବରୁ ପ୍ରାୟ 2.5ରୁ 3 ମାସ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି କାମ ସମାପ୍ତ ହେବ। ଏହି ସମୟ ମଧ୍ୟରେ ଅଳଙ୍କାରଗୁଡ଼ିକର ଫଟୋଗ୍ରାଫ ଏବଂ ଭିଡ଼ିଓ ଟେପ୍ କରାଯିବ ସହିତ ସେଗୁଡ଼ିକୁ ଡିଜିଟାଇଜେସନ୍ କରାଯିବ। ଅଳଙ୍କାରଗୁଡ଼ିକର ମୂଲ୍ୟାଙ୍କନ କରାଯିବ ନାହିଁ, କାରଣ ଏହା ଧାର୍ମିକ ବିଶ୍ୱାସର ବିଷୟ। 1978 ମସିହାରେ କରାଯାଇଥିବା ଶେଷ ଜନଗଣନାରେ ଦର୍ଶାଯାଇଥିଲା ଯେ ରତ୍ନଭଣ୍ଡାରରେ 454 ପ୍ରକାରର ସୁନା ଅଳଙ୍କାର ଥିଲା, ଯାହାର ଓଜନ ପ୍ରାୟ 128ରୁ 142 କିଲୋଗ୍ରାମ ଥିଲା। ସେହିପରି 124 କିଲୋଗ୍ରାମ ରୂପା ଅଳଙ୍କାର ଥିଲା। ଏହି ସମୟରେ 2 ଜଣ ବରିଷ୍ଠ ରିଜର୍ଭ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହିବେ। ଆସିଲା ପରବର୍ତ୍ତୀ ଖବର। ଦେଶରେ ବାତ୍ୟାର ବିପଦ ବୃଦ୍ଧି ପାଉଛି। ମାଲାକା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଆଜି ଏକ ଡିପ୍ରେସନରେ ପରିଣତ ହୋଇପାରେ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି 26 ତାରିଖରେ ଗୋଟିଏ ବାତ୍ୟାରେ ପରିଣତ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଏହାର ତୀବ୍ରତା ଏବଂ ପଥ ସ୍ପଷ୍ଟ କରିନାହିଁ। ଏହି କାରଣରୁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ବର୍ଷା ଆରମ୍ଭ ହୋଇଛି। 27 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ଅଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଏହା ଧାନ ଅମଳ ଋତୁ, ତେଣୁ ଚାଷୀମାନେ ଅଣମୌସୁମୀ ବର୍ଷା ପାଇଁ ଚିନ୍ତିତ। ଆସିଲା ପରବର୍ତ୍ତୀ ଖବର। ଓଡ଼ିଶା ସରକାର ଖଣ୍ଡାୟତ, ପାଇକ, ଚଷା ପାଇକ ଏବଂ କଳିଙ୍ଗୀ ଶୂଦ୍ର ଖଣ୍ଡାୟତ ସମେତ ମୋଟ 14ଟି ଜାତିକୁ କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା କରୁଛନ୍ତି। ଏହି ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ହଂସରାଜ ଗଙ୍ଗାରାମ ଅହରିଙ୍କୁ ଏକ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ରାଜ୍ୟର ଏସ୍ସି/ବିସି ତାଲିକାରେ ଥିବା ଅନେକ ଜାତି କେନ୍ଦ୍ରୀୟ ଓବିସି ତାଲିକାରେ ଅନ୍ତର୍ଭୁକ୍ତ ନୁହେଁ। ଫଳସ୍ୱରୂପ ଏହି ସମ୍ପ୍ରଦାୟଗୁଡ଼ିକ କେନ୍ଦ୍ର ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ 27% ସଂରକ୍ଷଣର ଲାଭରୁ ବଞ୍ଚିତ ହେଉଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଅନୁଯାୟୀ ଏହି ଜାତିଗୁଡ଼ିକୁ ଓବିସି ତାଲିକାରେ ସାମିଲ କରିବା ଦ୍ୱାରା ସେମାନଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ ହେବ। ଆସିଲା ପରବର୍ତ୍ତୀ ଖବର। ଲକ୍ଷ ଲକ୍ଷ କର୍ମଚାରୀଙ୍କ ପାଇଁ ବଡ଼ ଖବର। ସରକାର ଇପିଏଫ୍ଓରେ ଯୋଗଦାନ ପାଇଁ ଦରମା ସୀମା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ ଏହି ସୀମା 15,000, କିନ୍ତୁ ଏହାକୁ 25,000କୁ ବୃଦ୍ଧି କରିବା ଉପରେ ଗମ୍ଭୀରତାର ସହିତ ବିଚାର କରାଯାଉଛି। ଯଦି ଏହି ନୂତନ ସୀମା କାର୍ଯ୍ୟକାରୀ ହୁଏ, ତେବେ 1 କୋଟିରୁ ଅଧିକ କର୍ମଚାରୀ ସିଧାସଳଖ ଇପିଏଫ୍ ଏବଂ ଇପିଏସ୍ କଭରେଜ ଦ୍ୱାରା କଭର ହେବେ। ଏହା ସେମାନଙ୍କର ଅବସରକାଳୀନ ସଞ୍ଚୟ ଏବଂ ପେନ୍ସନ୍ ସୁରକ୍ଷା ବୃଦ୍ଧି କରିବ। ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ପୁରୁଣା ସୀମା ଆଉ କର୍ମଚାରୀଙ୍କ ଆବଶ୍ୟକତା ପୂରଣ କରୁନାହିଁ। ସୀମା ବୃଦ୍ଧି କରିବା ଅର୍ଥ ହେଉଛି କର୍ମଚାରୀ ଏବଂ ନିଯୁକ୍ତିଦାତା ଉଭୟଙ୍କ ଅବଦାନ ବୃଦ୍ଧି ପାଇବ, ଯାହା ଫଳରେ ଅବସର ସମୟରେ ଏକ ସୁଦୃଢ଼ ପାଣ୍ଠି ସୃଷ୍ଟି ହେବ। ଆସିଲା ପରବର୍ତ୍ତୀ ଖବର। କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। 2026 ଟି20 ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ପୁଣି ଥରେ ପରସ୍ପରର ମୁହାଁମୁହିଁ ହେବେ। ଆଇସିସି 2 ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାନ ଗ୍ରୁପରେ ରଖିଛନ୍ତି। ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି। ଏହି ଗୋଷ୍ଠୀରେ ଭାରତ, ପାକିସ୍ତାନ ସହିତ ନେଦରଲ୍ୟାଣ୍ଡ, ନାମିବିଆ ଏବଂ ଆମେରିକା ଅନ୍ତର୍ଭୁକ୍ତ। ପହଲଗାମ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ହୋଇଛି, ଯାହାର ପ୍ରଭାବ କ୍ରିକେଟ କ୍ଷେତ୍ର ଉପରେ ପଡ଼ିଛି। ରୋମାଞ୍ଚକର ଘଟଣା ପରେ ଭାରତ ସମସ୍ତ ଆଇସିସି ଇଭେଣ୍ଟରେ ପାକିସ୍ତାନକୁ କ୍ରମାଗତ ଭାବରେ ପରାସ୍ତ କରିଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ମୁମ୍ବାଇ, କୋଲକାତା, ଚେନ୍ନାଇ, ଦିଲ୍ଲୀ ଏବଂ ଅହମ୍ମଦାବାଦରେ ଖେଳାଯିବ। ଆସିଲା ପରବର୍ତ୍ତୀ ଖବର। ଅସ୍ତ୍ରବିରତି ମଧ୍ୟରେ ଗାଜାରେ ହମାସ ଟାର୍ଗେଟ ଉପରେ ବିମାନ ଆକ୍ରମଣ କରି ଇସ୍ରାଏଲ ସେନା ସଂଘର୍ଷକୁ ନବୀକରଣ କରିଛି। ଏହି ଆକ୍ରମଣରେ ଅତିକମ୍ରେ 24 ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଶିଶୁ ସମେତ 54 ଜଣ ଆହତ ହୋଇଛନ୍ତି। ଗାଜା ସହରର ରିମାଲ ଅଞ୍ଚଳରେ ଏକ ଗାଡ଼ିକୁ ଟାର୍ଗେଟ କରି ସବୁଠାରୁ ଗମ୍ଭୀର ଆକ୍ରମଣ କରାଯାଇଥିଲା, ଯେଉଁଥିରେ 11 ଜଣଙ୍କର ମୃତ୍ୟୁ ହୋଇଥିଲା।
ଶିଫା ହସ୍ପିଟାଲର ନିର୍ଦ୍ଦେଶକ ନିଶ୍ଚିତ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିଲେ। ଇସ୍ରାଏଲ ସେନା ଏହି ଆକ୍ରମଣଗୁଡ଼ିକୁ ଯୁଦ୍ଧ ବିରତିର ଗମ୍ଭୀର ଉଲ୍ଲଂଘନ ଭାବରେ ବର୍ଣ୍ଣନା କରିଛି। ଏହାକୁ ଇସ୍ରାଏଲ ସୈନିକଙ୍କ ଗୁଳିମାଡ଼ର ପ୍ରତିଶୋଧ ଭାବରେ ବର୍ଣ୍ଣନା କରିଛି। ସେନା ଦାବି କରିଛି ଯେ ରାଫା ଅଞ୍ଚଳରେ 11 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ଏବଂ 6 ଜଣଙ୍କୁ ଅଟକ ରଖାଯାଇଛି।